से ଆଚ୍ଛା, କୋଉ କବିତା କବିତାଟା କଣ ଥିଲା ସାର୍? ଆଜି ତମେ ମନା କରୁଛ ନ ଆଣିବାକୁ ବାଡି, ଏଟା ବାଡି ବୋଲି କହିଲେ, ଦଣ୍ଡ ବୋଲି ସ୍ୱୀକାର କଲେନି ସେ। ଆଚ୍ଛା, ଆଜି ତମେ ମନା କରୁଛ ନ ଆଣିବାକୁ ବାଡି, କାଲି ତମେ କହିବ ହେ ପ୍ରସନ୍ନ ପାଠଶାଣୀ କାଟ ତୁମ ଦାଢି, ପର ଦିନ କହିବ ଗେରୁ ବସ୍ତ୍ର ଛାଡି ପିନ୍ଧ ତୁମେ ଶାଢୀ। ଦର୍ଶକ ମାନଙ୍କୁ ଆଜି ଜଣାଉଛି, ଆଜି ଆମେ କବି ପାଠଶାଣୀଙ୍କୁ ଭେଟୁଛୁ। କବି ପାଠଶାଣୀ ସେ ଜଣେ ରାଜନୈତିକ ବ୍ୟକ୍ତି ହେଇପାରନ୍ତି, ସେ ଜଣେ ସାମାଜିକ ବ୍ୟକ୍ତି ହେଇପାରନ୍ତି, କିନ୍ତୁ ଆଜି ଆମେ କବିଙ୍କୁ ଭେଟୁଛୁ, କବି ପାଠଶାଣୀଙ୍କୁ ଭେଟୁଛୁ। ସେ କବି ହିସାବରେ ସାର୍ ଆପଣ କୌଣସି ଆମର ଅଲଗା କଥା ରହିବ ନାହିଁ, ଆପଣଙ୍କ ପର୍ସନାଲ ବାବଦରେ ରହିବ, ଆପଣଙ୍କ ପର୍ସନାଲ ବାବଦରେ ରହିବ। ମୁଁ ଗତ ଥର ସାର୍ ପଚାରିଥିଲି ଆପଣଙ୍କର ପର୍ସନାଲ କଥା ପଚାରିବି, ଆପଣ ଯୋଉ ହାତରେ ଦଣ୍ଡ ଧରିଛନ୍ତି ସେ ଦଣ୍ଡକୁ ଟିକେ ଦେଖାନ୍ତୁ, ଆଉ ତାକୁ କାହିଁକି ଧରିଛନ୍ତି ତାର ମାନେ ସିକ୍ରେଟ କଥା କୁହନ୍ତୁ। ବହୁତ ଲୋକ ବହୁତ କଥା କହନ୍ତି এই ଦଣ୍ଡ ବାବଦରେ। ଏ ଦଣ୍ଡଟି ହଉଛି এই ଦଣ୍ଡକୁ ନେଇକିରି ବିଧାନସଭାରେ ସାର୍ ତ କଥା ଶୁଣିଲୁ, ପାର୍ଲାମେଣ୍ଟର ହଁ କଥା ଶୁଣିଲୁ, ଜାତିସଂଘ କଥା ହଁ ଶୁଣିଲୁ, ଆଉ ହଁ ସାଧାରଣ ସଭାର କଥା ଟିକେ କୁହନ୍ତୁ, କେମିତି କେମିତି କୋଉଠି କୋଉଠି କଣ ହେଇଛି। ଯେତିକି ଦିନେ ହେଲା ଯିବି ସାର୍ ଆପଣଙ୍କ ଘରକୁ। ଦିନେ ହଁ, ଆପଣ ଦିନେ ପହଞ୍ଚିବେ, ମୁଁ ପଳେଇ ଯିବି ଆପଣଙ୍କ ପାଖକୁ, ସେଇଠୁ ବସିକିରି ଆମେ ଆଲୋଚନା କରିବା, ଲାଇଭ ଟେଲିକାଷ୍ଟ କରିବା, ସେଟା ବେଟର ହବ। ଲାଇଭ। ଆପଣ ପ୍ରସନ୍ନ ପାଠଶାଣୀ, ପ୍ରସନ୍ନ ପାଠଶାଣୀକୁ ଆପଣ ଦେଖିଥିବେ, ସଦାବେଳେ ସେ ଗୋଟେ ଦଣ୍ଡ ଧରିଥାନ୍ତି, ଯୋଉଥିରେ କି ଚାଲୁକନା ବା ଲାଲ କନାର କପଡାର କପଡା କିଛି ଗୁଡା ହେଇଥାଏ। ସେ ଦଣ୍ଡକୁ ଧରି ବହୁତ ଆଲୋଚନା ହୁଏ। ସେ ଦଣ୍ଡ ବି ବାବଦରେ ଜାଣିବା ପାଇଁ ସମସ୍ତଙ୍କର ଉତ୍ସୁକତା ରହିଛି। ସେ ଦଣ୍ଡକୁ ନେବା ପାଇଁ ବିଧାନସଭାରେ ତାଙ୍କୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡିଛି, ବିଧାନସଭାରେ ମଧ୍ୟ ଆଲାଉ ହେଇଛି। ସେ ଦଣ୍ଡକୁ ଧରି ସେ ବୁଲିଛନ୍ତି, ପାର୍ଲାମେଣ୍ଟ ଯାଇଛନ୍ତି, ବିଭିନ୍ନ ଦେଶ ବୁଲିଛନ୍ତି, ବିଭିନ୍ନ ଜାତିସଂଘ ଭିତରକୁ ଯେତେବେଳେ ସେ ଦଣ୍ଡ ଧରିକି ଯାଇଛନ୍ତି ସେତେବେଳକୁ ମଧ୍ୟ ଆଲୋଚନା ହେଇଛି, କିନ୍ତୁ ଜାତିସଂଘରେ ବି ସେ ଦଣ୍ଡ ଆଲାଉ ହେଇଛି। ସେ ଦଣ୍ଡରେ କଣ ଅଛି ତାର ସିକ୍ରେଟ ବତେଇଛନ୍ତି ପ୍ରସନ୍ନ ପାଠଶାଣୀ। ଭିଡିଓଟିକୁ ଦେଖନ୍ତୁ, ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ। ପ୍ରସନ୍ନ ପାଠଶାଣୀ ଅଗାଧ ପାଣ୍ଡିତ୍ୟରେ ପରିପୂର୍ଣ୍ଣ। ତାଙ୍କରି ବାବଦରେ ଆମେ ବହୁତ କମ ଜାଣିଛୁ, କିନ୍ତୁ ସେ ଏମିତି ଏକ ବ୍ୟକ୍ତିତ୍ୱ ଯିଏକି ଓଡ଼ିଶାର ଘରେ ଘରେ ପରିଚିତ। ତାଙ୍କର ନାଁ, ତାଙ୍କର ଚେହେରା ସବୁ କିଛି ନିଆରା। ବହୁତ ପାଠ ପଢିଛନ୍ତି, ବିଭିନ୍ନ କଣ୍ଟ୍ରି ବୁଲିଛନ୍ତି, ଆଉ ଅଗାଧ ଜ୍ଞାନର ସେ ଭଣ୍ଡାର। ଆମେ ତାଙ୍କର ବ୍ୟକ୍ତିତ୍ୱ ଯାହା ଅଛି, ଜଣେ କବି ହିସାବରେ, ଜଣେ ପଣ୍ଡିତ ହିସାବରେ, ଜଣେ ସାଧକ ହିସାବରେ ତଥା ରାଜନେତା ହିସାବରେ, ସେ ସବୁକୁ ଆମେ ଦେଖିଛୁ, ଖୁବ ପାଖରୁ ଦେଖିଛୁ। ଆଜି ଆମେ ତାଙ୍କୁ ଦେଖଉଛୁ, ଭେଟୁଛୁ, ତାଙ୍କ ଘରଠୁ ଆମେ ଅନଲାଇନ ଇଣ୍ଟରଭ୍ୟୁ ନେଇଛୁ, କିନ୍ତୁ ଆମର ଅନଲାଇନ ଇଣ୍ଟରଭ୍ୟୁ ଆମର ସେଥିରେ ଭଏସ ବହୁତ ବ୍ରେକ୍ ହେଇଛି। କିନ୍ତୁ ମୁଁ ଆଶା କରୁଛି ଆପଣ ମାନେ ଏଇ ଭଏସ ବ୍ରେକ୍ କୁ ଧ୍ୟାନ ନ ଦେଇ ତାକୁ ତାର ବିଷୟବସ୍ତୁ ଉପରେ ଧ୍ୟାନ ଦେବେ। ଆଉ ଆମର ପ୍ରସନ୍ନ ପାଠଶାଣୀଙ୍କ ସହିତ ସ୍ୱତନ୍ତ୍ର ଭାବରେ ସଦାବେଳେ ଜଡିତ ହେବା ପାଇଁ ଆମେ ଏକ ବନ୍ଦୋବସ୍ତ କରୁଛୁ। এই ଭିଡିଓଟି ଚାଲୁଥିଲା ବେଳେ ଲାଷ୍ଟକୁ ପ୍ରସନ୍ନ ପାଠଶାଣୀ ମୋ ଉପରେ ରାଗିଗଲେ। ରାଗିବାର କାରଣଟା କଣ ଆପଣ ଲାଷ୍ଟକୁ ମୁଁ କହିବି କାହିଁକି ରାଗିଗଲେ। ବିଲକୁଲ ବିଲକୁଲ ମଝିରୁ କହିବିନି, ଆପଣ ଦେଖନ୍ତୁ ଭିଡିଓକୁ, ଲାଷ୍ଟକୁ ରାଗିଛନ୍ତି, କିନ୍ତୁ ଲାଷ୍ଟ ପୂର୍ବରୁ ବି ରାଗିଥାଇ ପାରନ୍ତି, କେତେବେଳେ ବି ଲାଗିଥାଇ ପାରନ୍ତି। କାହିଁକି ରାଗିଲେ ସେ ମୋ ଉପରେ, ସେ କଥା ମୁଁ ଶେଷକୁ କହିବି। ଆପଣଙ୍କୁ ଯଦି ଭିଡିଓଟି ଭଲ ଲାଗିଲା ତେବେ ଆପଣ এই ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଆପଣଙ୍କର ସବସ୍କ୍ରିପସନ ଆମକୁ ଆଗକୁ ବଢିବାରେ ସାହାଯ୍ୟ କରିବ। ବେଲ ବଟନକୁ ଚିପନ୍ତୁ। ଆଉ ଏ ଭିଡିଓରେ ଅଛି ପ୍ରସନ୍ନ ପାଠଶାଣୀଙ୍କ ସିକ୍ରେଟ। ନମସ୍କାର, ବିନ୍ଦାସ, ଝକାସ, ଚମତ୍କାର। ଆପଣଙ୍କ ଆବିର୍ଭାବ ଆମ ପାଇଁ ଏକଦମ ଚମତ୍କାର। ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି। ଆଉ ଆଜି କେବଳ ଗୋଟାଏ ପ୍ରଶ୍ନ ବାବାଙ୍କ ଉପରେ। ହଉ। ଆପଣଙ୍କ ଉପରେ ଆମେ ଯାହା ଜାଣିଛୁ
ଗୋଟାଏ ପ୍ରଶ୍ନ ଗୁଡେଇ ତୁଡେଇକିରି ହଉ କି ସିଧାସଳଖ ଭାବରେ ହଉ, ଅ, ଆପଣ ଏତେ ହସ ହସ ସଦାବେଳେ କେମିତି ରୁହନ୍ତି? ମଣିଷ ଯଦି ଜୀବନରେ ଆପଣଙ୍କ ବହୁ ଅନୁଭୂତି ଥିବ, ହୁଁ ଆପଣ ଯଦି ହସିଲେ ସାରା ଜଗତ ହସୁଛି, ହୁଁ ହୁଁ ଆପଣ ଯଦି କାନ୍ଦିବେ ଆପଣ ଏକୁଟିଆ ଟା କାନ୍ଦିବେ, ମୁଁ ବି କାନ୍ଦିବିନି। ସତ କଥା। ଆମର ଯୋଉ ସବୁ ଫୁଲ ଗୁଡିକ ଯୋଉ ଫୁଟୁଛନ୍ତି ହୁଁ ସେଗୁଡିକ ସବୁ ହଉଛି ଈଶ୍ୱରଙ୍କର ହସ। ହୁଁ ଏବଂ ଆପଣ ମତେ ଗୋଟେ ପୃଥିବୀରେ ଗୋଟେ ଅସୁନ୍ଦର ଫୁଲ ଦେଖେଇ ପାରିବେ? ହସିଲା ମାତ୍ରେ ହୁଁ ସମସ୍ତେ ସୁନ୍ଦର, ସମସ୍ତେ ହୁଁ ସୁନ୍ଦର। ତେଣୁ ହସଟା ହଉଛି ଈଶ୍ୱର ପ୍ରଦତ୍ତ। ଈଶ୍ୱର ଯୋଉ ପ୍ରବର୍ତ୍ତ। ମୁହଁରେ ହସ ଫୁଟୁଛି ଅର୍ଥ ହୁଁ ଆପଣ ଜାଣୁଥିବେ ଆପଣ ଅନ୍ତରରେ ମଧ୍ୟ ପଜିଟିଭ ମାଇଣ୍ଡ ଆପଣଙ୍କର ଅଛି। ହୁଁ ହୁଁ ମନ ହଉଛି ଦି ପ୍ରକାର, ହୁଁ ଗୋଟେ ଜୀବନକୁ ବିପନ୍ନ କରୁଥିବା ମନ, ହୁଁ ହୁଁ ନେଗେଟିଭ ମାଇଣ୍ଡ ଟା, ଆଉ ଗୋଟେ ହେଲା ପଜିଟିଭ ମାଇଣ୍ଡ, ଜୀବନକୁ ସମର୍ଥନ କରୁଥିବା ଯୋଉ ଚିନ୍ତା ଗୁଡିକ। ଆଚ୍ଛା। ତେଣୁ ଜୀବନ ସମର୍ଥନ କରୁଥିବା ଚିନ୍ତାରେ ଆପଣ ସଦା ସର୍ବଦା ରହିବେ। ଦ୍ୟାଟ ଇଜ ସପୋର୍ଟିଂ ଭ୍ୟାଲ୍ୟୁ ଅଫ ଦ ଲାଇଫ। ଆପଣ ଭ୍ୟାଲ୍ୟୁ ଅଫ ଦି ଲାଇଫ। ସବୁଠି ଆପଣ ଜୀବନଟା ମୋହନୀୟ ହବ। ହୁଁ ଆପଣ ଚାହିଁବେ ସଦାବେଳେ ମୁଁ କେବଳ ହସିଲେ ହବନି, ସାରା ଜଗତ ହସୁ। ଯେଉଁମାନଙ୍କ ମୁହଁରେ ଆପଣ ହସ ଦେଖୁଥିବେ ତାଙ୍କ ଦେହ ଭିତରେ ରୋଗ ନଥିବ। ରୋଗ ନିଶ୍ଚିତ ସମସ୍ତଙ୍କ ଦେହରେ ଅଛି, ହଁ କିନ୍ତୁ ଯେଉଁଗୁଡ଼ିକ ମରଣ ମୁଖକୁ ଖୁବ ଶୀଘ୍ର ଆପଣଙ୍କୁ ଠେଲି ନେବ, ଆପଣଙ୍କୁ ମାନେ ଆପଣଙ୍କୁ ନୁହଁ ସମସ୍ତଙ୍କୁ, ସେଇ ରୋଗ ପ୍ରତି ହୁଁ ସତର୍କ ରହିବେ। ତେଣୁ ଦେହ ଟିକେ ଯଦି ଟିକେ ଅସୁସ୍ଥ ହେଇଗଲା ଶରୀର ଭିତରେ, ହୁଁ ମନ ଭଲ ରହେ। ମନ ଭଲ ରହେ। ହଁ, ଏଇ ଦୃଷ୍ଟିରୁ ମନ ଉଲଟେଇ ଦେଲେ ନମ, ନମ। ମୁଁ ତମ ମନକୁ ନମ କରୁଛି, ଆନନ୍ଦ ପାଉଛି। ହୁଁ ତେଣୁ ଗୋଟାଏ ଆନନ୍ଦ, ଇଂଲିଶରେ ଆମେ କହିବା ବ୍ଲିସଫୁଲ ଷ୍ଟେଟ ଅଫ କନସିୟସନେସ। ହୁଁ କେଉଁ ଚେତନାରୁ ସେ ଆନନ୍ଦ ଆସୁଛି ହୁଁ ତାହା ନିର୍ଭର କରୁଛି ଆମ ସମସ୍ତଙ୍କୁ। ବର୍ତ୍ତମାନ ଗୋଟେ ଚେତନା ଆସିଛି, ସେଇଟା ଯୋଉ ଆସିଛି ସାଂଘାତିକ ଭାବରେ ଆପଣ ତାକୁ ଚେତନା କହିବେ। ହୁଁ ଜୀବନକୁ ବିପନ୍ନ କରିବା ଭଳିଆ ଗୋଟେ ଚିନ୍ତା ଚାରିଆଡେ ଘାରି ଯାଇଛି। ସେଇ ଆତଙ୍କ ଭିତରେ ଆମେ ଭାବି ନେବା ଆମ ଜଗା ଯେମିତି ଜଗନ୍ନାଥ ଠାକୁର ଯେମିତି ସଦାବେଳେ ଦେଖିବାକୁ ହସ ହସର ଏକ ଅଫୁରନ୍ତ ପ୍ରତୀକ, ଦେବଲୋକକୁ ଯିବାକୁ ହେଲେ ହୁଁ ଏ ହସ ହସର ସିଡି ଦେଇକିରି ହୁଁ 22 ପାହାଚ ଦେଇ ଯେତେବେଳେ ଜଗନ୍ନାଥଙ୍କ ପାଖକୁ ଆମେ ଯାଉ, ହୁଁ ପହଞ୍ଚିଗଲା ପରେ କି ଆନନ୍ଦ ଲାଗେ। ହୁଁ କିନ୍ତୁ ଫେରିଗଲା ବେଳକୁ ସେ 22 ପାହାଚ ପାଇଁ ଭୁଲି ଯାଉ। ହଁ ଆମେ ଆନନ୍ଦକୁ ଭୁଲି ଯାଇ ବିଷୟ ଲାଳସାରେ ନିମଗ୍ନ ରହି ସଦାବେଳେ ଗୋଟେ ଦୁର୍ଭାବନା ଭିତରେ ଦେଇକି ଆମେ ଯାଉ। ଯାହା ଫଳରେ ଆନନ୍ଦ ଟିକେ ହଜିଯାଏ, ହସ ଟିକେ ହଜିଯାଏ, ଆୟୁଷ ମଧ୍ୟ କମିଯାଏ। କମିଯାଏ। ଏଇ ହେଲା କଥା, ଅତି ଚୁମ୍ବକରେ କହିଦେଲି। ଆର ହସ ଉପରେ ହଁ କହିଲେ ଆପଣଙ୍କୁ ବହୁତ ସମୟ ଲାଗିବ। ବହୁତ ସମୟ ଲାଗିବ। ମୁଁ ମୋର ଆଜ୍ଞା ଦର୍ଶକ ମାନଙ୍କୁ ଆଜି ଜଣଉଛି, ଆଜି ଆମେ କବି ପାଟ୍ସାଣୀଙ୍କୁ ଭେଟୁଛୁ। କବି ପାଟ୍ସାଣୀ ସେ ଜଣେ ରାଜନୈତିକ ବ୍ୟକ୍ତି ହେଇପାରନ୍ତି, ସେ ଜଣେ ସାମାଜିକ ବ୍ୟକ୍ତି ହେଇପାରନ୍ତି, କିନ୍ତୁ ଆଜି ଆମେ କବିଙ୍କୁ ଭେଟୁଛୁ, କବି ପାଟ୍ସାଣୀଙ୍କୁ ଭେଟୁଛୁ। ସେ କବି ହିସାବରେ ସାର୍ ଆପଣ କୌଣସି ଆମର ଅଲଗା କଥା ରହିବ ନାହିଁ, ଆପଣଙ୍କ ପର୍ସନାଲ ବାବଦରେ ରହିବ। ଆପଣଙ୍କ ପର୍ସନାଲ ବାବଦରେ ରହିବ। ମୁଁ ଗତ ଥର ସାର୍ ପଚାରିଥିଲି ଆପଣଙ୍କର ପର୍ସନାଲ କଥା ପଚାରିବି, ଆପଣ ଯୋଉ ହାତରେ ଦଣ୍ଡ ଧରିଛନ୍ତି ସେ ଦଣ୍ଡକୁ ଟିକେ ଦେଖାନ୍ତୁ, ଆଉ ତାକୁ କାହିଁକି ଧରିଛନ୍ତି ତାର ମାନେ ସିକ୍ରେଟ କଥା କୁହନ୍ତୁ। ବହୁତ ଲୋକ ବହୁତ କଥା କହନ୍ତି ଏଇ ଦଣ୍ଡ ବାବଦରେ। ଏ ଦଣ୍ଡଟି ହଉଛି ଜଗନ୍ନାଥଙ୍କର, ହଁ ମତେ ସେ ଦଣ୍ଡ ଦେଇଛନ୍ତି। ହୁଁ ଜାଉଳିପାଟଣା ନାମକ ହୁଁ ଏକ ଗାଁ ଅଛି, ହୁଁ ଯୋଉଠି ଜଗନ୍ନାଥଙ୍କର
ପୃଥିବୀରେ ହାତ ଅଛି, ହୁଁ ପାଦ ଅଛି, ହୁଁ ପୂର୍ଣ୍ଣ ପାଦ ପାଣି ଯୋଉ ଠାକୁର ହୁଁ ହୁଁ ଆପଣ ଦେଖିଲେ ଯାଇକି ଚିନ୍ତା କରିବେ। ହଁ ସେଇ ଠାକୁରଙ୍କର ରଥଯାତ୍ରା ହୁଏ। ହୁଁ 40 ବର୍ଷ ଧରି ସେଇ ରଥଯାତ୍ରାରେ ମୁଁ ଛେରା ପହଁରା କରେ। ଗ୍ରାମ ଆଚ୍ଛା ହଁ ଏଟା କେହି ଜାଣନ୍ତି ନାହିଁ, ମୋର ପ୍ରଚାର ହୁଏନି। ଏବଂ ସେଇଠି ବଳଭଦ୍ର ଅଛନ୍ତି। ଆଚ୍ଛା ବଳଭଦ୍ର ଯାହାର ବେଶୀ ବଳ ସେ ହୁଁ ସବୁଠୁ ଭଦ୍ର। ପୃଥିବୀରେ ଯଦି କାହାର ବଳ ଥାଏ ସେ ହେଲା ଆମର ଦେବତା ବଳଭଦ୍ରଙ୍କର। ଅତି ହୁଁ ଭଦ୍ର, ପାଖରେ ସୁଭଦ୍ରା, ସୁ ଅର୍ଥ ଉତ୍ତମା ସେ ଭଦ୍ରା। ହୁଁ ଏଇ ତିନି ଜଣଙ୍କୁ ଆପଣ ଦେଖିବେ ପୁରା ହୁଁ ହାତ ପାଦ ଅଛି। ହୁଁ ବଳଭଦ୍ର ଧରିଛନ୍ତି ଏଇ ଦଣ୍ଡଟିକୁ ହୁଁ ଏବଂ ଆମର ଜଗନ୍ନାଥ ଧରିଛନ୍ତି ଶଙ୍ଖ, ବିଜୟ ପ୍ରତୀକ ସୁଦର୍ଶନ। ଆପଣ ଅନୁଭବ କରିପାରିବେ, ହୁଁ ଏଠି କେବେ ଗଲେ ମତେ ମନେ ପକେଇବେ ଯେ ଛୋଟିଆ କଥାଟେ କହୁଛି। ହୁଁ ଏଇଟା ସାମାନ୍ୟ ଦଣ୍ଡ ନୁହେଁ। ହୁଁ ଯିଏ ଦେଇଥିଲେ ମତେ ତାଙ୍କୁ ସ୍ୱପ୍ନାଦେଶ ହେଇଥିଲା। ହୁଁ ସିଏ ଦେଲା ପରେ ହୁଁ ସେ ନାହାନ୍ତି, ଚାଲିଗଲେଣି। ହୁଁ କିନ୍ତୁ ଏତେ ବଡ କାମ କଲେ ଠାକୁର ତାଙ୍କ ଜରିଆରେ ମତେ ଦେଲେ, ହୁଁ ଯାହା ଭିତରେ କଣ ଅଛି ମୁଁ ଏପର୍ଯ୍ୟନ୍ତ ଦେଖି ନାହିଁ। ସେ ଆଚ୍ଛା କହିଛନ୍ତି ଦେଖିବାକୁ ମନା। ମାନେ ବାବା ଅନ୍ୟ ଆଗେ ପାଟ୍ସାଣୀ ବି ଦେଖି ନାହାନ୍ତି ଏ ଦଣ୍ଡ ଭିତରେ କଣ ଅଛି। ହଁ ମୁଁ ଦେଖି ନାହିଁ, ହୁଁ ଯିଏ ଦେଇଛନ୍ତି ସିଏ ଦେଖିଛନ୍ତି, କିନ୍ତୁ କିଏ ଦେଖିଛନ୍ତି କି ଦେଖି ନାହାନ୍ତି ମୁଁ କହିପାରିବିନି। ସେ ଆଚ୍ଛା ବର୍ତ୍ତମାନ ଯେହେତୁ ନାହାନ୍ତି, ମୁଁ କେମିତି କହିବି କଣ ଠାକୁର ଦେଇଛନ୍ତି ଭିତରେ। କିନ୍ତୁ ଆଚ୍ଛା ଠାକୁର ଯାହା ଦେଇଛନ୍ତି ତାର ପ୍ରମାଣ ମୁଁ ପାଇଗଲି। ହୁଁ ଏଇ ଦଣ୍ଡ ଯୋଗୁ ହୁଁ ଆମର ଅଛି ଦଣ୍ଡବତ ଦଣ୍ଡଜାତ ଆମର ସଂସ୍କୃତି। ଆଚ୍ଛା ଆମେ ଯୋଉ ଦଣ୍ଡ ପାଉଛେ, ଆମର ଦଣ୍ଡୁଆ ଯୋଉ ଦଣ୍ଡ ପାଆନ୍ତି ଗାଁ ଗହଳିରେ ଯୋଉ ଝୁଣା ମାଡ଼ କରନ୍ତି, ହୁଁ ମନେ ଅଛି ଆପଣ ଦଣ୍ଡଯାତ୍ରାରେ? ହଁ 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 କେତେ ଭାଇରସ ଉଡିଯିବେ ସେଥିରେ ସେ ଯୋଉ ଝୁଣାରେ। ହୁଁ ତାହା ହଉଛି ସଂସ୍କୃତି। ତେଣୁ ଦଣ୍ଡବତ ଭଳି ଶବ୍ଦ ହୁଁ ଜାତ ଦଣ୍ଡବତ ଏହି ଦଣ୍ଡଟି ନିଜେ ଆନାଲା ଧର୍ମ ଦଣ୍ଡ। ୟାର ଉପରେ ହୁଁ ଏଡେ ବଡ ଦେଉଳ କୋଉ ଜାତିର ନାହିଁ। ହୁଁ ଆଉ ଏଡେ ବଡ ଦଧି ନଉତି କାହାର ଅଛି? ତା ଉପରେ 16 ଫୁଟ ବ୍ୟାସର ହୁଁ ଅଷ୍ଟ ଧାତୁରେ ତିଆରି ହୁଁ ଚକ୍ର କେଉଁଠାରେ ନାହିଁ। ଆଚ୍ଛା ଏ ନୀଳ ଚକ୍ର ଉପରେ ଯୋଉ ଉଡୁଛି ବାନା, ତା ନା ହେଲା ପତିତ ପାବନ ବାନା। 180 ଫୁଟ ଲମ୍ବା। ସେଇ ବାଣରୁ ହୁଁ ମଝିରେ ବର୍ଷକୁ ଥରେ ମତେ ଦେଇଥାନ୍ତି, ଯୋଉମାନେ ମତେ ଭଲ ପାଆନ୍ତି ସେଠି, ମୁଁ ତାଙ୍କ ଜରିଆରେ ପାଇଥାଏ ବାନାଟିଏ ବଦଳେଇ ଦିଏ। ଆଉ ହୁଁ କିଛି ହୁଁ ବଦଳ ଆଉ ବାନା କିଛି ବଦଳ ନା ଏଭଳି ଲୋକେ କହନ୍ତି ସାର୍ ଏଇ ଦଣ୍ଡ ବଳରେ ଆପଣ ସମସ୍ତଙ୍କୁ ମୋହିତ କରିଦିଅନ୍ତି। ମୁଁ ମୋହିତ ମାନେ କରିନି। ମାନେ ମୋହିନୀ ଲଗେଇ ଦିଅନ୍ତି, ଆପଣଙ୍କର ପଛପଟେ ଲୋକ ବାଁଶୁରୀ ବଜେଇଲା ଭଳିଆ ଚାଲନ୍ତି, ଆପଣ ଯାହା କହନ୍ତି ସେୟା ମାନନ୍ତି। ଭକ୍ତ ଯିଏ ହଁ ସେ ଠାକୁରଙ୍କୁ ପାଏ। ପାଏ ଯିଏ ଯେତେ ଭକ୍ତି କରିଛି, ହୁଁ ତାର ଗୁରୁଙ୍କୁ ହଉ, ତାର ଠାକୁରଙ୍କୁ ହଉ, ବା ଆପଣଙ୍କର ବାପା ମାଙ୍କୁ ହଉ, ହୁଁ ଯେତିକି ସେ ଭକ୍ତି କରିଛି ସେ ଭକ୍ତ ସେ ସେତିକି ଶକ୍ତି ପାଇଛି। ଶକ୍ତି ପାଏ। ମୁଁ ବୋଧେ କହୁଥିଲି ଆପଣ ଭୁଲି ଯାଇଛନ୍ତି, ଗୋଟାଏ ଗୋଟାଏ ସତ୍ୟର ମୂଲ୍ୟ ହୁଁ ହଜାରେ ହାତୀର ବଳ ସହିତ ସମାନ। ଗୋଟେ ମିଥ୍ୟାର ମୂଲ୍ୟ 1,00,000 ଗଧର ବଳ ସହିତ ସମାନ। ତେଣୁ ଆପଣ ଜାଣନ୍ତି ପ୍ରକୃତରେ କଣ, ମୁଁ କେମିତି କହିବି? କିନ୍ତୁ ମତେ ଏ ଦଣ୍ଡଟି ହୁଁ ଯିଏ ଦେଇଛନ୍ତି, ହୁଁ ତାଙ୍କ କଥା ଟିକେ ସ୍ମରଣ କରିଦେଲି ଏବଂ ଚୁମ୍ବକରେ କହିଦେଲି, ହୁଁ ଯେତେବେଳେ ଏଟା ଆସେମ୍ବଲିରେ କଣ୍ଟ୍ରୋଭର୍ସି ହେଲା, ମୁଁ ବିଧାୟକ ହୁଁ ହୁଁ ସେତିକି ବେଳେ ହୁଁ ବାଚସ୍ପତି ସେତେବେଳେ ଥିଲେ ବରେଣ୍ୟ ମାନବ ଯୁଧିଷ୍ଠିର ଦାସ ମନେ ହୁଁ ପଡେ। ସେ କଣଟା ହେଇଗଲା, ସିଏ ଗୋଟେ ଧର୍ମ ଗ୍ରହଣ କରିଛି, ସେ ତା ଗୁରୁଠୁ ମନ୍ତ୍ର ପାଇଛି, ତାରି ନିର୍ଦ୍ଦେଶରେ ସେ ଚାଲିଛି। ହୁଁ ଇଏ ଦଣ୍ଡଟା ତା ଗୁରୁ ଦେଇଛନ୍ତି ତାକୁ, ନା କହୁଛନ୍ତି ଜଗନ୍ନାଥ ଆଣିଛନ୍ତି, ଆରେ ତମେ କାହିଁ
ଜଗନ୍ନାଥ ବି ଦେଇଛନ୍ତି ବୋଧେ ହଁ କଣ କହୁଛନ୍ତି ଗୁରୁଙ୍କ ଜରିଆରେ ଆସିଛି ମୋ ପାଖକୁ କଣ କେତେଟା ହେଇଗଲା ହୁଁ ଏମିତି ଆର୍ଗୁମେଣ୍ଟ ଏତେ ଜୋରେ ଚାଲିଲା ବେଳେ ଗୋଟେ ବାଚସ୍ପତି ମନ କହିଦେଲେ ଯେ ନାଇଁ ତମକୁ ତମେ ତମର ଦଣ୍ଡ ଆଣିପାରିବ ହୁଁ ଆଉ କାହିଁକି ନା ମୁଁ ସେତିକି ଗୋଟେ ତୁରନ୍ତ କବିତା ଗାଇଦେଲି ସେ ଆଚ୍ଛା କୋଉ କବିତାଟି କବିତାଟା କଣ ଥିଲା ସାର୍? ଆଜି ତମେ ମନା କରୁଛ ନ ଆଣିବାକୁ ବାଡି ଏଟା ବାଡି ବୋଲି କହିଲେ ଦଣ୍ଡ ବୋଲି ସ୍ୱୀକାର କଲେନି ସେ ଆଚ୍ଛା ଆଜି ତମେ ମନା କରୁଛ ନ ଆଣିବାକୁ ବାଡି କାଲି ତମେ କହିବ ହେ ପ୍ରସନ୍ନ ପାଠଶାଣୀ କାଟ ତୁମ ଦାଢି ପରଦିନ କହିବ ଗେରୁ ବସ୍ତ୍ର ଛାଡି ପିନ୍ଧ ତୁମେ ଶାଢୀ ଅରେ ବାଃ ଏ କବିତାଟି ଭଲ ଲାଗିଲା ସେ ଆଚ୍ଛା ଠିକ କହୁ ତାପରେ ସେ ଅନୁମତି ଦେଇଦେଲେ ହଁ ଅନୁମତି ଦେଲା ପରେ ପରବର୍ତ୍ତୀ ଦିନ ଅପୋଜିସନର ହୁଁ ସେତେବେଳେ ଥିଲେ ହବିବୁଲ୍ଲା ଖାଁ ଦେବୀ ମତେ ନମସ୍କାର ହଉଛି ସେ ମୋର ପରମ ବନ୍ଧୁ ଥିଲେ ହୁଁ ଏଡେ ବଡ ଫିଙ୍ଗା ଆଣିଲେ ହେରି ହଁ ଆଉ ଏବଂ ମୋରି ଭଳିଆ ଗୋଟେ ଗେରୁ ବସ୍ତ୍ର ପିନ୍ଧିକି ପଳେଇ ଆଇଲେ ହୁଁ ଯଦି ଗେରୁ ବସ୍ତ୍ର ପିନ୍ଧି ଆପଣ ତାକୁ ଅନୁମତି ଦେଇଦେଲେ ତା ବାଡିକୁ ଏଇଟା ମୋର ଧର୍ମ ବାଡି ହୁଁ ଅନୁମତି ଦିଆ ବାଚସ୍ପତି ତା ରୁଲିଂ ଟା ବଦଳେଇ ଦେଲେ ରୁଲିଂ ଟା ବଦଳେଇ ଦେଲା ଫଳରେ ମୁଁ ଅଡୁଆରେ ପଡିଗଲି ହୁଁ ସେତିକି ବେଳେ ସେ ମାଡି ଆସିଲେ ହୁଁ ଏବଂ ସେଇ ଭିତରେ ପୁଣି ଗୃହକୁ ଅର୍ଡରକୁ ଆଣିଲେ ହୁଁ କହିଲେ ଠିକ ଅଛି ତମର 2 ଜଣ ପାଇଁ ଜବତ ହବ କଣ 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 2 ଜଣ ଜାଗାରେ ଜବତ ହଉ ମାନେ ହଁ ହବିବୁଲ୍ଲାହଙ୍କର ଜବତ ହଉ ହୁଁ ଆଉ ତମର ବି ଜବତ ଆଚ୍ଛା ରୁଲିଂ ବଦଳିଗଲା ହୁଁ ଏତିକି ବେଳେ କିଛି ସେତେବେଳେ କହିଲେ ଠିକ ଅଛି କଣ ଜବତ କରିବେ ସେ ବାଡି ଭିତରେ କଣ ଅଛି ଆମେ ଦେଖିବୁ ହୁଁ ଗୋଟେ ଛୁରାର ରଖିଦଉଛି ସେ ଭିତରେ ଆମେ ହୁଁ ଦେଖିବୁ ନା କଣ ଦେଖାଯାଉ କହିଲେ ମୁଁ ହୁଁ ସେଠୁ କହିଲି ଠିକ ଅଛି ହୁଁ ଆରେ କି ଅଛରେ ତାର ଦଣ୍ଡକୁ ଯେତେବେଳେ ଯାଉଛ ଠିକ ଅଛି ଜବତ କର ହବିବୁଲ୍ଲାଙ୍କର ଆଗେ ଜବତ ହେଇଗଲା ହୁଁ ମୋ ଜବତ ହବାକୁ ଆସିଲା ହୁଁ ମୁଁ ଗୋଟେ କଥା କହିଲି ଠିକ ଅଛି ଭାଇ ତମେ ମାନେ ଏଇ ଭିତରେ ଯୋଉମାନେ ଅଛ ମାନଙ୍କର ମୋର ସାଙ୍ଗ ସହୋଦର ମାନେ ଗୋଟାଏ ବିଧାନସଭାରେ ଯିଏ ଦୁର୍ନୀତି କରି ଭାଇ ତା ଛାତି ଫାଟିଯିବ ଗୋଟେ ମଜାରେ ଏମିତି କହିଲି ହଁ ଆରେ ମୁଁ କେହି ଆସିଲେନି କି ଦଣ୍ଡକୁ ଜବତ ହେଲାନି ଫେର ଦଣ୍ଡ ଚାଲିଲା ଆଉ କଣ ହଁ କହିବି କେତେ କଥା ଅଛି ବିଷୟରେ କେତେ ସାର୍ ପାର୍ଲାମେଣ୍ଟରେ ପଶେ ଦଣ୍ଡ ପଶେ ବିଧାନସଭାରେ ତ ଏ କଥା ହେଇଥିଲା ପାର୍ଲାମେଣ୍ଟରେ ବି ଦଣ୍ଡ ପଶେ ପାର୍ଲାମେଣ୍ଟରେ ତ ଆଉଠୁ ଆହୁରି ବେଶୀ ଗଣ୍ଡଗୋଳ ହେଲା କଣ ହେଲା ସାର୍ ପାର୍ଲାମେଣ୍ଟରେ କହିଲେ ମୋର ଏଇଟା ଅନୁମତି ଦିଆଯାଉ ଏଠୁ ବାଚସ୍ପତି ଗୋଟାଏ ରୁଲିଂ ଦେଇଦେଲେ ଜଗନ୍ନାଥଙ୍କୁ ସେ ରୁଲିଂ ଟା କଣ ଜାଣିଥିଲା ସେଇଟା କଣ ହେଲା ପରେ ଯଦି ଲୋ ହାଉସରେ ମାନେ ବିଧାନ ସଭାକୁ ଅନୁମତି ଦିଆଯାଇଥାଏ ହୁଁ ଭାରତ ବର୍ଷର ଗୋଟେ ସବୁଠୁ ବଡ ଡେମୋକ୍ରେସିର ମଡର୍ଣ୍ଣ ଟେମ୍ପଲ ଏଠି ହୁଁ ମଧ୍ୟ ହୁଁ ତାକୁ ସେଇଥିରେ ତ ଆଉ କଣ୍ଟ୍ରୋଭର୍ସି ହବ ହୁଁ ହେଇଗଲା ହେଇଗଲା ତାପରେ ଯେତେବେଳେ ମୁଁ ଜାତିସଂଘକୁ ଗଲି ହଁ ସେଠି ବି ସେମିତି ଉଠେଇଲେ ହଁ ସେଠି ବି ସେମିତି ଉଠେଇଲେ ମୋର ଫଟୋ ବି ଅଛି ମୁଁ ଆପଣଙ୍କୁ ହୁଁ ଦେଖେଇବି ହଁ କଣ ହେଲା ନା ଯେତେବେଳେ ମନା କରିଦେଲେ ଏଇଟା ଯିବନି ବୋଲି ମୁଁ କହିଲି ଏଇଟା ତ ଆପଣଙ୍କର ଭାରତ ବର୍ଷର ସବୁଠୁ ମଡର୍ଣ୍ଣ ଟେମ୍ପଲ ଅଫ ଦି ଡେମୋକ୍ରେସି ଅଫ ଦି ୱର୍ଲ୍ଡ ହଁ ବିଗେଷ୍ଟ ଡେମୋକ୍ରେସି ଏ ଥରେ ଯାକୁ ଅନୁମତି ଦେଇଛି ଆପଣଙ୍କର ଇଣ୍ଟରନ୍ୟାସନାଲ କେମିତି ତାକୁ ମନା କର ହଁ ଅନୁମତି ଦିଆଯାଇଛି ହଁ ସେ ବିଶ୍ୱାସ କଲେ ସେଇଠୁ ହଁ ଫୋନ ଆସିଲା ହଁ ଏଠୁ କୌଶଳ ଗଲା ହୁଁ ଯେ ହଁ ଏଠି ଏଇଟା ଅନୁମତି ମିଳିଛି ତାପରେ ମୁଁ ସେଟାକୁ ଧରିକିରି ମୁଁ ଜାତିସଂଘରେ ଏମିତି ଭାଷଣ ଧରିକି ଜାଣିବି ହୁଁ ଠାକୁର ଜଗନ୍ନାଥଙ୍କୁ ଯୋଗୁଁ ଏଠି ଆସିଲି ବୋଲି ଧରିକି ତେଣୁ ୟାର ମହିମାଟା କଣ ମୁଁ ଅନୁଭବ କରିବି ନା ଆଉ ତାକୁ ଖାଲି ଆପଣ ଅନୁଭବ କଲେଣି ଆମେ ବି ଅନୁଭବ କଲୁଣି ଏମିତିଆ ଦଣ୍ଡ ଯାହାକି ବିଧାନସଭାରେ ବି ଆଲାଉ ହେଲା ପାର୍ଲାମେଣ୍ଟରେ ବି ଆଲାଉ ହେଲା ଜାତିସଂଘରେ ବି ଆଲାଉ ହେଲା ହଁ ଆଉ ସେ ଦଣ୍ଡ ବାବଦରେ ଆମର ସବୁ କଣ୍ଟ୍ରୋଭର୍ସି ବର୍ତ୍ତମାନ ଆହୁରି ବଢି ଚାଲିଲା ଯେ କଣ ସେ ଦଣ୍ଡ ଯିଏ କି ଆଲାଉ କରିଦେଲା ସବୁ ଜାଗାକୁ କିଛି ନାହିଁ କିଛି ନାହିଁ
ନା ଇଏ ତତ୍ତ୍ୱ ଇଏ ହୁଁ ଦର୍ଶନ ସେଇ ଜୀବନ ଦର୍ଶନକୁ ହୁଁ ଯେ ଥରେ ନୀତି ଭିତରେ ଏହା ଶ୍ରେଷ୍ଠ ହେଇପାରିପାରେ ନା ରାଜନୀତି। ରାଜନୀତି ରାଜନୀତିଟା ସାର୍ କଣ ଏଟା ଦଣ୍ଡର ରାଜନୀତିଟା କୁହନ୍ତୁ। ରାଜ ହେଉଛି ଶ୍ରେଷ୍ଠ, ହଁ ନୀତି ଭିତରେ ଏହା ଶ୍ରେଷ୍ଠ ହେଇଥିବା ହେତୁ ହୁଁ ଯାହାକୁ ରାଞ୍ଚ କୁହାଯାଏ। ହୁଁ ଯେମିତି ଯୋଗ ଭିତରେ ଶ୍ରେଷ୍ଠ ହେଇଥିବାକୁ ରାଜଯୋଗ କୁହାଯାଏ। ଆଚ୍ଛା ତେଣୁ ଗଣତନ୍ତ୍ରରେ ହୁଁ ସେଇ ଶ୍ରେଷ୍ଠ ଜ୍ଞାନକ ହୁଁ ଯେଉଁମାନେ ଦେଶ ପାଇଁ ଦେଶ ପ୍ରେମରେ ମଜ୍ଜି ଯାଇ କାମ ସବୁ କରନ୍ତି କାମ ହୁଁ ସେଇ କାମରେ ମୁଁ ବିଶ୍ୱାସ। ହୁଁ ହୁଁ ଏବଂ ଆଜି ସାରା ପୃଥିବୀରେ ପ୍ରମାଣିତ ହେଇଗଲା ହୁଁ ବିଜ୍ଞାନକୁ ନେଇ ଗର୍ବ କରିବା ଉଚିତ ନୁହେଁ। ହୁଁ ବିଜ୍ଞାନ ଆଜି ଏପର୍ଯ୍ୟନ୍ତ ବନ୍ଦ କରିପାରୁନାହିଁ, ହଜାର ହଜାର ଲୋକ ଚାଲି ଯାଉଛନ୍ତି। ଆଚ୍ଛା ଧର୍ମ ତା ସହିତ ସେଇ ଧର୍ମ ହଉଛି ଆଧ୍ୟାତ୍ମିକ ତତ୍ତ୍ୱ। ହୁଁ ଯେମିତି ଆପଣଙ୍କର ଜୀବ ଜଗତରେ ହୁଁ ଜୀବାଣୁ ଯେତେ ସବୁ ସୂକ୍ଷ୍ମ ଆରମ୍ଭ କରି ଅରଣ୍ୟରେ ରହୁଥିବା ବଡ ଜୀବାଣୁ ଏଇ ଜୀବାଣୁର ଜୀବନ ଅଛି, ହୁଁ ଆମେ ଦେଖିପାରୁ ଭିଜିବଲ। ଭିଜିବଲ ଭୂତାଣୁଟା ଇନଭିଜିବଲ କଣ? ଭୂତାଣୁଟା କଣ? ହୁଁ ଯେମିତି ଆପଣ ଭୂତକୁ ଦେଖି ପାରୁନାହାନ୍ତି, ମଣିଷକୁ ମୁଁ ଆଜି ଅଛି ଆଗାମୀ ଭୂତ ହେଇଯିବି, ମୁଁ ବି ହୁଁ ସମସ୍ତେ ହୁଁ ହୁଁ ଗର୍ବ କରିବାର କିଛି ନାହିଁ। ହୁଁ କିନ୍ତୁ ଭୂତାଣୁ ହେଲା ଯୋଉଟାକୁ ଆମେ ଦେଖିପାରୁନା, ହୁଁ ଇନଭିଜିବଲ, ଏବଂ ସେଥିରେ କ୍ଷତି କରୁଥିଲା ହୁଁ ସାଂଘାତିକ ଭାବ ବାଛିଛି ହୁଁ ତାକୁ ଆପଣ କେମିତି ମୁକାବିଲା କରିବେ? ହୁଁ ସେ ଯୋଉ ମନୋବଳ ଅଛି ହୁଁ ଆପଣ କୁଆଡେ ଯିବା ଦରକାର ନାହିଁ, ଆପଣ ଜଗନ୍ନାଥ ହଉନାହାନ୍ତି ଏ ଆସିଗଲା 14 ଦିନ ଅଣସର ଘରେ ହୁଁ ଆମରି ଆମେ ଜିନିଷ ରହିଛନ୍ତି ସେ ଆଗ ବେଶୀ ରହିଲେଣି ଘରେ ଘରେ ସିଏ ରହିବେ, ଯୋଉ ଜର ହବ ହୁଁ 10 ଦିନ ସବୁ ବାଖ୍ୟା କରୁନି 10 ମୂଳ ଖାଇଦେଲେ ପୁଣି ତାକୁ ପାରୁନି ହୁଁ ଶେଷରେ ପାଚନ ଖାଇଲେ ସାର୍ ଦଣ୍ଡ ସାର୍ ପୁଣି ଆମେ ସେଇ ଦଣ୍ଡ ପାଖକୁ ଆସିବା। ଏଇ ଦଣ୍ଡକୁ ନେଇକରି ବିଧାନସଭାରେ ସାର୍ ତ କଥା ଶୁଣିଲୁ, ହଁ ପାର୍ଲାମେଣ୍ଟର କଥା ଶୁଣିଲୁ, ଜାତିସଂଘ କଥା ହଁ ଶୁଣିଲୁ, ଆଉ ହଁ ସାଧାରଣ ସଭାର କଥା ଟିକେ କୁହନ୍ତୁ କେମିତି କେମିତି କୋଉଠି କୋଉଠି କଣ ହେଇଛି? ସାଧାରଣ ସଭାରେ ମୋତେ ଲାଗେ ଯେମିତି ହନୁମାନଙ୍କର ଲାଞ୍ଜା ହୁଁ ଏରିଆ ଆଣ୍ଟିନାର କାମ ହଁ ଯୋଉ ଦିଗକୁ ସେମିତି ହେଇ ମତେ ସେମିତି ଜୀବନର ମତେ ଦେଖେଇବାରେ ସାହାଯ୍ୟ କରେ। ଏ ଆଚ୍ଛା ଦଣ୍ଡ ମତେ ଗରିବ ମାନଙ୍କ ପାଖକୁ ଏବଂ ତାଙ୍କ ପାଖରେ ମିଳିଥିବା ବେଳେ ମତେ ଯୋଉ ଆନନ୍ଦ ଲାଗେ ହୁଁ ଏବଂ ମତେ ଲାଗେ ଯେ ଦଣ୍ଡ ମତେ ପ୍ରୋତ୍ସାହନ ଦିଏନି କେବଳ ମୋ ଭକ୍ତିରେ ହୁଁ ଭକ୍ତଟିଏ ଯେମିତି ମୋ ସାଥିରେ ଠାକୁର ଥାଆନ୍ତି ମତେ ଲାଗେ। ତେଣୁ 40 ବର୍ଷ ଭାବରେ ରାଜନୀତିର ହୁଁ 9 ଟର୍ମରେ ହୁଁ ସମ୍ବିଧାନ ଅନୁସାରେ 45 ବର୍ଷ ହୁଁ କିନ୍ତୁ ମଝିରେ ସରକାର ଭାଙ୍ଗିଥିବାରୁ କରିନି ହୁଁ ଏବଂ ତା ଭିତରେ ହୁଁ ମୋର ଯୋଉ ଅନୁଭବ ହୁଁ ମୁଁ ପାକେଟରେ ପଇସା ନଥାଏ ହୁଁ କଣ ବା ସେ କଥା କହିବି ହୁଁ ମୋର ମନେ ପଡେ ଖୋର୍ଦ୍ଧା ନିର୍ବାଚନ ହବ ନାହିଁ ପ୍ରଚଣ୍ଡ ଲଢେଇ ଭିତରେ ବିଜୟ ମୁଁ ତ ଗୋଟିଏ କଥା କହିଲି ସାର୍ ସେଥିପାଇଁ ହାତ ଚିହ୍ନରେ ମୋହର ଲେଖା ହେଇଛି ମୋର ଚିହ୍ନଟା ହାତୀ ଇଣ୍ଡିପେଣ୍ଡେଣ୍ଟ ହେଇଥିଲି ହୁଁ ଆଉ ସେଥିରେ ମୋ ବାପା ମାନେ ଯାଇକି ଚକ ବତେଇ ଦେଇଥିଲେ ସେ ଟାଣିଦେଲେ ହଁ ମାଗଣା ପାମ୍ପଲେଟ ହଁ
देखिए पचारे लोक मु कौन से बिना पोस्टर पाम्पलेट गाड़ी ଆଉ ମାଇକ୍ ଏଇଥିରେ ବହୁତ ଯାଏ ନା କିନ୍ତୁ ଏଇଥିପାଇଁ କହିଲି ଆପଣ ବାରମ୍ବାର ମୁଁ ଆଉ ମନା କଲି ନାହିଁ ତେଣୁ ସେଇ ଯୋଉ ଭକ୍ତି ଭାବ ଆପଣଙ୍କ ଆଧ୍ୟାତ୍ମିକ ଜୀବନ ଦର୍ଶନର ମାର୍ଗ ଦେଇଛନ୍ତି ଠାକୁର ଆଉ ଠିକ 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 ଜଗନ୍ନାଥ ଆମ ଗଣପତି ବନ୍ଦନା କରେ ପ୍ରଥମେ ସେ ଗଣ ଦେବତା ଜ୍ଞାନର ଦେବତା ସେ ପ୍ରଥମେ ତାକୁ ମୁଣ୍ଡିଆ ମାରି ଦେଇକିରି ପଳେଇ ଯାଏ ସେ ବାପା ମାଙ୍କ ପାଖ ମୁଣ୍ଡିଆ ମାରେ ତାପରେ ଜଗନ୍ନାଥକୁ ସିଧା ପଳେଇ ଯାଏ ଏଇ କହିବା କଥା ନୁହଁ ବ୍ୟକ୍ତ କରିବା କଥା ନୁହେଁ ଅବ୍ୟକ୍ତ ଭିତରେ ବ୍ୟକ୍ତ ହେଇଯାଏ ଯେତେବେଳେ ସତ୍ୟ ଇଚ୍ଛା ସଂକଳ୍ପ ତେଣୁ ଆପଣଙ୍କର ଆସେମ୍ବଲିର କଥା ଏବେ ପାର୍ଲାମେଣ୍ଟରେ ଆପଣଙ୍କର ଯଦି ଧର୍ମ ଥିବ ଆପଣଙ୍କ ପାଖରେ ଗୋଟେ ସଂକଳ୍ପ ଆଉ ସିଦ୍ଧି ନିଶ୍ଚିତ ଭାବରେ ଆସିବ ତେଣୁ ସେଇ ଏସବୁ ଅଭିଜ୍ଞତା ଆଉ ଅନୁଭୂତି ସବୁ କଥା ସବୁଠାରେ ବ୍ୟକ୍ତ କରାଯାଇପାରେ ନା ଆପେ ସାର୍ ଆପଣଙ୍କର ସେଇ କବିତାକୁ ଶୁଣିବା ବର୍ତ୍ତମାନ ଯୋଉ କବିତାଟା ଆପଣ ପ୍ରଥମ ଥର ପାଇଁ ବିଧାନସଭାରେ ଗାଇଥିଲେ ବିଧାନସଭାରେ ଏମିତି କୋଉ କବିତାଟା ପ୍ରଥମ ଥର ପାଇଁ ଗାଇଥିଲେ ସେ ପୁରୁଣା କବିତା ବିଧାନସଭାରେ କିଛି ତ ହୁଏ ନା ଭାଷଣରେ ଖାଲି ଉଛୁଳେ ଘର ଗରିବ ହାତ ଚିକନ କରୁଛ ମକାର ଇଏ ତ ବହୁତ ପୁରୁଣା କବିତା ବିଧାନସଭାରେ କିଛି ତ ହୁଏ ନା ଭାଷଣରେ ଖାଲି ଉଛୁଳେ ଘର ଗରିବ ଝାଳରେ ହାତ ବତୁରେଇ ଚିକନ କରୁଛ କିଛି କଣ୍ଟ୍ରୋଭର୍ସି ନଥିଲା ସେଟା ହଉଛି ବିଧାନସଭାରେ କିଛି ତ ହୁଏ ନା ଖାଲି ଉଛୁଳେ ଘର ଆଚ୍ଛା ଗରିବ ଝାଳରେ ହାତ ବତୁରେଇ ଚିକନ କରୁଛ ମଥାର ପ୍ରଥମ ଯେତେବେଳେ ବିଧାୟକ ଏଟା 1980 ମସିହାରେ ନାଇଁ କି ସାର୍ 1980 ମସିହାରେ ବୋଧେ ଏଟା 80 ର ପୁରୁଣା କବିତା ସବୁ ये कविता ही मुझ पाखे नहीं तुरंत कविता अच्छा आउ विधानसभा एमती कविता गुड़ाक गोटे गोटे कहतु आम आज यही कविता उपरकू ही नबा आम आपणकर दंड कथा शुणिले मु आपको जनइबा चाहिए आम सामने अच्छा कवि पाठशाणी जी की कवि राजनेता हो पारती सामाजिक सेवार जड़ित थी पारती किंतु आज आम केवल कवि पाठशाणी मुहर कविता शुणा विधानसभा कविता मोर कविता तुरंत कविता लोक मान सेतेबेले कौन है आजिकल समय नहीं सेतेबेले जो माने सबू काले किए मंत्री टे ही पारलानी षड्यंत्र आजा सेमती का धरा जाऊ मोते मंत्री कले नहीं गाई देली सेमती का हाय हाय मते मंत्री कर नहेले भांगी भी सरकार जेतेक अच्छ हे टाउटर समस्त खोली देवी हाय हाय मते मंत्री कर एई टाइप स्टाइल तुरंत बता जाते जहाँ को मंत्री कलनी एटा गला जहाँ को टिकट दिया दिया होनी लड़िया पे तांकरी बाबद गोटे कविताटे हो सेटा तुरंत सेते तो विधानसभा नाही विधायक अछि कहि अच्छा अच्छा आओ जेते सब विधान जेते सब हां विधानसभा लोकसभा जाए देखे आसिली एवं एबे भी सलाम होउची
नमस्कार करूची जीव माने लोकଙ୍କ ପାଇଁ दिन राति खटुछंती प्रसन्न पाठशाणी लोक भाषा आपण मते मो विषय आज जाने चाहती एटा मो कहली अनेक कथा अछि कहबा ପାଇଁ निज विषय रे मते कहबा को भल लागे ना जने कवि मरी गले प्रसिद्ध कवि जने हिंदी कवि स्वदेश भारती बोली मरी गले कम दिन तले से बहिर ना होची और तामा सेटा मो जीवन ऊपर लिखाइछि एवं ताहा लेखिकिरी से भारत श्रेष्ठ पुरस्कार प्रिंसटन अवार्ड पाई एउडाक मो प्रचार हे मो निज ପାଇଁ मु आदौ भल पाए ना कोडी ठीक अछि सर मु गोटे कथा पचारे चाहूतिली आपणको मु गोटे कथा पचारिया को चाहूतिली आपणको ऊपरे रिसर्च करिकरी लोक डॉक्टरेट पाइचंती केते जन खंडे पाइचंती मु पाठ पढी पाइछि तो यूनिवर्सिटी रु अनुराग पूर्व भारत रामायण रे लोकंपर चित्र रे मोते डिलीट मिली आपणको ऊपर सर विभिन्न कंट्री रो विभिन्न लोक रिसर्च करिकि थेसिस करिकि डॉक्टरेट पाइचंती मु जहा सुनिया को पाइली आपण ठीक सुनछंती हां मु कहे किंतु मो ऊपर बहुत लोक पाइछि गवेषणा करिकि मो कविता जोगु हां एवं समुदाय मोर 60 खंड बही आ प्रथम पाठ ग्रंथावलीटा मोर बाहरी पड़लानी अच्छा आ मोर गोटे एमबीडी प्रसिद्ध इंटरनेशनल पब्लिशर रिसेंटली एबे अल्प जगन्नाथन को ऊपर मोर इंग्लिश ग्रंथ बाहर करछंती आ सहित राइजन ऑफ माय ह्यूमन डन बोली गोटे इंग्लिश आ भी बाहरी छी आ 14 खंड अनुवाद मध्य हिंदी रे मोर हेची आ गोटे बही मो ओरिजिनली गोटे लिखि हिंदी रे आ सबुठु पुस्तक भितरे एबे भी मध्य अनेक ग्रंथ मोर विभिन्न भाषा रे भारत वर्ष रे हे बाहर मध्य अनुवाद हेकी लोक अर्जन करिछि तार प्रमाण मो सहित पाखरे अछि तेरो एसु मुझे प्रचार करे ना तेनु पिलाटे जे तमर कोन एई हळे जामा छै और नाही कारण छोट पिले देखुछि टीवी रे हळे जामा एका रंग देखुछि भाबु तमर हळे रु दिहळ नाही तेनु रुचि मु मजार भी कहि दउछि सेई भलिया मते मो तले कहे जे निजको मु मूर्ख बोली कहे मु किछि पढि जने पिला सेंदी प्रचारला जे आपण जेमते आपण आज को जानि देले बोधे ए जो बायोडाटा सु बाहरी जानि देले आज धन्यवाद तेणु आपण जेते जानि देले तेणु आपण जेमति पचारले मते मु केबे कहि एते पाठ पढी मु निजे भाबरे पिला पचार किछि पढिना मु जेते गोटे पढी देछि बोली एते पीएचडी डीएससी डिलीट एलएल प्लाटफॉर्म जेते सु पढी दे स्पेशल एटा जदी मु कहि देबी मु तो रिसर्च स्कॉलर मो अधीन रे माने सु पीएचडी करूतले बा एबे वर्तमान डॉक्टरेट पाउछन मु किथाउ थाउ मो ऊपरे आ तापर मध्य भारी आइछि सेथि में मते गर्व लागे मो घरे खोजिले गोटे बही पाइबेनी सब पर खोजिले उपरु काई ना मोर तो जागरे नहीं आजी ए घरे तो काली से आश्रम रे काली से आश्रम कि फिर आउ गोटे को घरे एमिति जीवन मोर व्यापी आसी सारा पृथ्वी बुली सारा भारत वर्ष मोर जहा अभिज्ञता आसिला से अभिज्ञता को आपन कहूची जेरा आपनकर धरा जो ना ढाला हां मो ना हला श्याम ये श्याम से श्यामा राम से रमा जे रुद्र से रुद्रायण आज बेसी समय प्रश्न पछाणी तेणु से दौची थी तेणु आपणकर नाम दिया जाइछि केटे सुंदर नामकरण दिया जाइछि जो नाम मते लागि मु जगन्नाथ मु जे देखे एठी पुरी रे मु मुंडिया मारे एवं से जगन्नाथ जे तोळु देखे संबलपुर के संबलेश्वरी भाबे मुंडिया मारे तेणु से आपण उड़ी जाए भक्त पाखरे भक्तिर तार हृदय भितर जो आनंद टी मिले से आनंद जो
ଏକାଥରେ ରାଜନୀତି ସହିତ କବିତା ଲେଖିବା, ଭଜନ ଲେଖିବା, ଗୀତ ଲେଖିବା, ଅସଂଖ୍ୟ କିଛି ଲେଖା ହେଇଛି ମୋର, ଆଉ ବହି ହେଇକି ବାହାରି ମୋ ନିଜ ପାଇଁ, ମୁଁ ଯେମିତି ଅନ୍ୟମାନଙ୍କ ପାଇଁ ମୋ ସମୟ ବିତି ଯାଉଛି, ମୋ ନିଜ ପାଇଁ ସମୟ ଦେଇପାରୁ ନାହିଁ। इंटरनेट कनेक्शन टा ଟିକେ କଟି କଟିକି ଯାଉଛି, ଆଚ୍ଛା, ତ ଆମେ ଏଇଠି ରଖିବା। ମୁଁ ଦିନେ ଯିବି ସାର୍ ଆପଣଙ୍କ ଘରକୁ। ଦିନେ ହଁ, ଆପଣ ଦିନେ ପହଞ୍ଚିବେ, ମୁଁ ପଳେଇ ଯିବି ଆପଣଙ୍କ ପାଖକୁ। ସେଇଠୁ ବସିକିରି ଆମେ ଆଲୋଚନା କରିବା, ନା ଲାଇଭ ଟେଲିକାଷ୍ଟ କରିବା? ସେଟା better ହବ। ଲାଇଭ ଆପଣ ଆମର ନେଟୱାର୍କ କଟି ଯାଉଛି, ମୁଁ ଦର୍ଶକ ମାନଙ୍କ ପାଖରେ କ୍ଷମା ଚାହୁଁଛି। इंटरनेट रो सेवा टिके व्याघात अछि, किंतु मु प्रॉमिस ହଉ करछि मते जहा कहले डॉक्टर पाटसाणी कहले जे से मते अलाउ करूचंदी, मु तांको घर को जीवी, गोटाई दिन कंप्लीट लाइव करिवो आमे। आपण माने सीधा ଗୋଟାଏ ଦିନ सड़क ଆପଣ सीधा ଆପଣ सड़क तांको कथा सुनिबे। କାହାକୁ ମୋ ବିରୁଦ୍ଧରେ ସାମ୍ବାଦିକ ନାଇଁ 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 ନାଇଁ, आपण सार मते निमंत्रण करिवे, अलाउ करिवे, मु अलाउ हेबी। ମୁଁ ଆପଣଙ୍କୁ नहीं, अलाउ इज नॉट ए अप्रोप्रिएट वर्ड। मु देखले तो काहे की रागिले, मु कहिदेली सार मते अलाउ करिवे, से कहले अलाउ नहीं, से शत्रु हेले भी जीए हेले भी तांको घर तांको पई खोला, समस्तଙ୍କ पई खोला। ये होचंती प्रसन्न पाटसाणी, काहे की पॉपुलर कुआ जाए, से बिना खर्चरे निर्वाचन लड़ती, बिना खर्चरे निर्वाचन लड़ती आउ जीतती। बहुविध प्रतिभार अधिकारी प्रसन्न पाटसाणी। हमर नेटवर्क खराब अच्छी, इंटरनेट रे आमे तांको सहित कथावार्ता करथिलु। हमें चेष्टा करूछु तांको सहित केमती हमर कथावार्ता सुचारू रूप रे हबो। दरकार पड़ले तांको पाखकु जीवो। आउ भिडियोटी को शेष पर्यंत आपण देखुथिबा हेतु बहुत बहुत धन्यवाद। आपण देखुचंती सेति तो आमे बनै पारुछु। आ गोटे छोटिया रिक्वेस्ट, ए यूट्यूब चैनल को सब्सक्राइब कर दियंतु। श्यामदास लाइव होची हमर यूट्यूब चैनल, ताको सब्सक्राइब कर दियंतु। यह हमको यथेष्ट शक्ति दब। धन्यवाद। आज एतिकी।